ସମସ୍ତ ଚାଷୀ ଭାଇମାନଙ୍କୁ ନମସ୍କାର। ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗନ୍ନାଥ ଆପଣଙ୍କ ଚାଷରେ ବହୁତ ସାରା ଉନ୍ନତି ଆଣିଦିଅନ୍ତୁ, ଏହା ହେଉଛି ଆମର କାମନା। ଦର୍ଶକ ବନ୍ଧୁମାନେ, ଆଜି ଗୋଟେ ଆମେ ଏନ୍ତା କିଛି ବିଷୟରେ ଆଲୋଚନା କର୍ମା। ଖରିଫ ଋତୁରେ ଆପଣମାନଙ୍କର ଧାନ ଚାଷରେ ଘାସମରା ଉପରେ ନିୟନ୍ତ୍ରଣ କରିପାରିବେ। ଆମର ପାଖେ ଆଜି ଅଛେ ଗୋଟେ ଭାରତର ଦମଦାର କମ୍ପାନୀ, ଯେନ୍ଟାକି ସେଜେଣ୍ଟା କମ୍ପାନୀ। ସେଜେଣ୍ଟା କମ୍ପାନୀ ସବୁବେଳେ ନୂଆ ନୂଆ ହାର୍ବିସାଇଡ୍, ନୂଆ ନୂଆ ପେଷ୍ଟିସାଇଡ୍, ନୂଆ ନୂଆ ଇନସେକ୍ଟିସାଇଡ୍, ନୂଆ ନୂଆ ଭିଟାମିନ୍ ସବୁ କିଛି ବାହାର କରି ପାରଥିସି। ଆଉ ତାର ଏ ହାର୍ବିସାଇଡ୍ ଦୁଇଟା ବିଷୟରେ ଯେନ୍ଟା ଶୁଣମା ଆଜି ସମାନ ନା ଭଳିଆ, ଯେନ୍ଟା ଆପଣମାନେ ଜାଣିଥିବେ ରିଫିଟ୍ ବୋଲିକିରି। ବର୍ତ୍ତମାନ ଯେନ୍ଟା ନୂଆ ମାର୍କେଟକେ ପଲେଇଛି ରିଫିଟ୍ ପ୍ଲସ୍। ଇ ରିଫିଟ୍ ଆଉ ରିଫିଟ୍ ପ୍ଲସ୍ର ତାର ପାର୍ଥକ୍ୟ କାଣା, କେନ୍ ଲଟା ମରାକେ କେନ୍ ଲଟା ମରା ମରେଇ ପାର୍ସି, ତାର ବ୍ୟବହାର କେନ୍ତାରେ କର୍ମା, ତାର ଫଳାଫଳ କାଣା ପାଏମା, ରିଫିଟ୍ ପ୍ଲସ୍ କାଣା, ରିଫିଟ୍ କାଣା, ଇ ସବୁ କିଛି ବିଷୟକେ ନେଇକିରି ଆଜି ଆମେ ଫୁଲ୍ ଡିଟେଲ୍ସ ଆଲୋଚନା କର୍ମା। ଯେନ୍ଟା ଇ ଭିଡ଼ିଓ ମାଧ୍ୟମରେ ଆପଣମାନେ ସବୁ କିଛି ଜାଣିପାରବେ। ଭିଡ଼ିଓଟା ଭଲ ଲାଗବା ତ ନିହାତି ଭାବେ ଗୋଟେ ଲାଇକ୍ କରବେ। ଭିଡ଼ିଓ ଯଦି ନୂଆ ଆସିଛନ୍ ତ ଆମର ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ଆଉ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାଉନ୍। ଏନ୍ତା ଭିଡ଼ିଓ ସବୁବେଲେ ଆପଣମାନେ ଦେଖିପାରବେ, ଶୁଣିପାରବେ, ଜାଣିପାରବେ। ଆସନ୍ ଭିଡ଼ିଓକେ ଲେଟ୍ ନି କର୍ମା, ଜଲ୍ଦି ଆମେ ଆଲୋଚନା କର୍ମା ରିଫିଟ୍ କାଣା ଆଉ ରିଫିଟ୍ ପ୍ଲସ୍ କାଣା। ପହିଲା ଆମର ପାଖେ ଅଛେ ରିଫିଟ୍, ଯେନ୍ଟା ସିଜିଣ୍ଡା କମ୍ପାନୀର ଆପଣମାନେ ଦେଖିଥିବେ। ପହିଲା ଆମେ ରିଫିଟ୍ ବିଷୟରେ ଆଲୋଚନା କର୍ମା, ତାରପରେ ଆମେ ରିଫିଟ୍ ପ୍ଲସ୍ ବିଷୟରେ ଆଲୋଚନା କର୍ମା, ଯେନ୍ଟାକି ସେଜିଣ୍ଡା କମ୍ପାନୀରୁ ଆସୁଛେ ଏବଂ ସବୁବେଳେ ଟପ୍ ବ୍ରାଣ୍ଡ କମ୍ପାନୀର ପେଷ୍ଟିସାଇଡ୍, ଇନସେକ୍ଟିସାଇଡ୍, ଭିଟାମିନ୍, ହରମୋନ୍ ସବୁ କିଛି ସିଜିଣ୍ଡା କମ୍ପାନୀ ବାହାର କରିଥିସି। ଆଉ ତାର ପ୍ରଡ଼କ୍ଟ ମାନେ ସବୁ କିଛି ବେଷ୍ଟରୁ ବେଷ୍ଟ ରିଜଲ୍ଟ ଦେଉଥିସି। ଆଉ ଆପଣମାନେ ଇ ରିଫିଟ୍କେ ତ ବହୁତ ଦିନରୁ ବ୍ୟବହାର କରି ଆସିଛନ୍। ସବୁ ଚାଷୀ ଭାଇମାନଙ୍କର ଫିଡ଼ବ୍ୟାକ୍ ବି ବହୁତ ବଢ଼ିଆ ରହିଛେ ରିଫିଟ୍ ଉପରେ। ତାର ପ୍ୟାକିଂକେ ଦେଖବାର୍ 500 ପ୍ୟାକିଂ ଆସବା, 250 ପ୍ୟାକିଂ ଆସବା ଏବଂ ଲିଟରିଆ ପ୍ୟାକିଂ ଆସବା। ଆମେ ଏଟାକେ କେନ୍ତା ବ୍ୟବହାର କର୍ମା ତାପରେ ଏବେ ଆମେ ଆଲୋଚନା କର୍ମା। 5 ଦିନ ଭିତରେ ଆପଣମାନେ ଏଟାକେ ବ୍ୟବହାର କରିପାରବେ। ଯଦି 3 ରୁ 5 ଦିନ ଭିତରେ ଆପଣମାନେ ବ୍ୟବହାର କଲେ ତ 100% ରିଜଲ୍ଟ ମାନେ ଆପଣମାନେ ପାଇପାରବେ। ଯେତେବେଲେ ବି ଆପଣମାନେ ଏଟା ବ୍ୟବହାର କରୁଛନ୍ ସେ ସମୟରେ ଆପଣଙ୍କର ବିଲରେ 2 ରୁ 3 ଇଞ୍ଚ ପାଣି ଥିବା ନିହାତି ଦରକାର। କାହିଁଥିଲେ କି ଯଦି 2 ରୁ 3 ଇଞ୍ଚ ପାଣି ଥିବା ତ ରିଫିଟ୍ର କ୍ୱାଲିଟିରେ ଆପଣମାନେ 100% ରିଜଲ୍ଟ ଦେଖି ନିଜର ଆଖିରେ ଆପଣମାନେ ଦେଖିପାରବେ। ସୁଖା ପଡ଼ିଗଲା ବେଲେ ବି କାମ ଦେବା, କିନ୍ତୁ ଯେନ୍ ଜାଗାରେ ସୁଖା ହେଇଯିବା କି ଢିପ୍ ଜାଗାରେ ସେ ଜାଗାକେ ଇ କେମିକାଲଟା ପହଞ୍ଚି ନି ପାରିଲେ ପୁଣି ଗଜାଟା ଦେଇଦେବା। ସେଥିଲାଗି ପାଣି ଯଦି ଥିବା ସଠିକ୍ ଭାବରେ 2 ରୁ 3 ଇଞ୍ଚ ସବୁଆଡ଼େ ବେଲେ ଇ କେମିକାଲଟା ସବୁଆଡ଼େ ବ୍ୟାପି ଯାଇକିରି କୌଣସି ମାତ୍ରାରେ ବି ଆପଣଙ୍କର ବିଲରେ ଘାସ ଆଉ ଉଠି ନି ପାରେ। ଆପଣ ଦେଖବା ବେଲେ ମଥାକନ୍ଦା ହଉ, ଢେରା ହଉ, ଆର୍ ବିଭିନ୍ନ ପ୍ରକାର ବହୁତ ପ୍ରକାର ଘାସ ଥିସି, ସବୁକେ ସଫା କରିପାରବା। ଆଉ ଯଦି ଦେଖବା ବେଲେ ଅଲମିକ୍ସ ହଉ କି ଟେକ୍ନିକ୍ସ ହଉ କି ମହାମିକ୍ସ ହଉ, ଇ ଭଳିଆ ଗୋଟେ ଯଦି ମିଶେଇ ଦେଲେ ତ ତାହେଲେ ଆପଣଙ୍କର ବିଲରେ ସୁଜି ଲଟା ହଉ, ଶାଗ ଲଟା ହଉ, ଚାରପତ୍ରିଆ ଲଟା ହଉ, ପାନପତ୍ର ଇ ପ୍ରକାର ବିଭିନ୍ନ ଘାସ ଆର୍ ଆପଣଙ୍କର ଜମିରେ ଆଉ ଆସି ନି ପାରେନ। ଆଉ ଗୋଟେ ଯେନ୍ଟାକି ଆମର ପାଖେ ଅଛେ ରିଫିଟ୍ ପ୍ଲସ୍, ଏଟା ହଉଛେ ସେ ରିଫିଟ୍ ପ୍ଲସ୍। ଇ ବି ଆମର ସିଜିଣ୍ଡା କମ୍ପାନୀର ଆସିଛେ। ରିଫିଟ୍ରେ ଫିଟଲାକର 50% ଇସିରେ ରହୁଛେ ଏବଂ ରିଫିଟ୍ ପ୍ଲସ୍ରେ ଫିଟଲାକୁଲର 37% EW ହିସାବରେ ରହୁଛେ। ଯେନ୍ଟାକି ଯଦି ଡିଫରେନ୍ସ ଦେଖମା ତ କମ୍ପୋଜିସନଟା ସେମ୍ ଟାଇପ୍ର ରହୁଛେ, ଖାଲି ପରସେଣ୍ଟ ଅଧିକା କମ୍ ରହୁଛେ, ML କମ୍ ଅଧିକା ରହୁଛେ। ରିଫିଟ୍ରେ 13% ଅଧିକା ଅଛେ, କିନ୍ତୁ ରିଫିଟ୍ଟା 500 ml ରହୁଛେ। ଆଉ ରିଫିଟ୍ ପ୍ଲସ୍ ଦେଖମା ବେଲେ ପରସେଣ୍ଟ କମ୍ ରହୁଛେ, କିନ୍ତୁ 100 ml ଅଧିକା ରହୁଛେ, ଯେନ୍ଟାକି 600 mlର ପ୍ୟାକିଂ ଆସିଛେ। ଇ ଦୁଇ ଭିତରେ ଡିଫରେନ୍ସ ML ଏବଂ ପରସେଣ୍ଟଟା ଦେଖା ମିଳୁଛେ। ଆଉ ଗୋଟେ ଯେନ୍ଟାକି ରିଫିଟ୍ରେ ଇସି ଦେଖବାକେ ମିଳିଲା ବେଲେ ଆମର ରିଫିଟ୍ ପ୍ଲସ୍ରେ EW ହିସାବରେ ରହି ଆସିଛେ। ଇ ଦୁଇ ଭିତରେ ଏନ୍ତାକେ ଡିଫରେନ୍ସ ହଉଛେ, ଯେନ୍ଟାକି ଆପଣ ରିଫିଟ୍ ବି ବ୍ୟବହାର କଲେ ବହୁତ ଭଲ ରିଜଲ୍ଟ ପାଇବେ ଏବଂ ରିଫିଟ୍ ପ୍ଲସ୍ ବି ବ୍ୟବହାର କଲେ ଆପଣମାନେ ବେଷ୍ଟ ଟୁ ବେଷ୍ଟ ରିଜଲ୍ଟ ପାଇପାରେ। ଯାହାକି ଆମେ ରିଫିଟ୍ ଯେନ୍ତା ବ୍ୟବହାର କରାହେସି, ରିଫିଟ୍ ପ୍ଲସ୍କେ ବି ସେ ଭଳିଆ ଏକା ସେମ୍ ପ୍ରୋସିଜରରେ ଆପଣମାନେ ବ୍ୟବହାର କରିବେ ଆଉ ସବୁ ପ୍ରକାର ଘାସକେ ମୂଳରୁ ଲାଷ୍ଟ ତକ୍ ଶେଷ କରିପାରିବେ। ଆପଣଙ୍କର ବିଲରେ ରିଫିଟ୍ ମାରୁନ୍ କି ରିଫିଟ୍ ପ୍ଲସ୍ ମାରୁନ୍, ଯେକୌଣସି ଦୁଇଟା ହର୍ବିସାଇଡ୍ ମାରଲେ ବି ଆପଣଙ୍କର ରିଜଲ୍ଟଟା 100% ପାଇପାରବେ। ବର୍ତ୍ତମାନ ତ ରିଫିଟ୍ ପ୍ଲସ୍ ଆସିଲା, ଆଗରୁ ରିଫିଟ୍ ଆସିଛେ। ଆଉ ଇ ଦୁଇ ଭିତରେ ଆପଣମାନେ ଦ୍ୱନ୍ଦ୍ୱ ନି ରଖୁନ୍, ଆପଣ ଯେନ୍ଟା ମାରଲେ 100% ରିଜଲ୍ଟ ପାଇପାରବେ। ଏନ୍ତା ଏକା ନୂଆ ନୂଆ ଭିଡ଼ିଓ ଦେଖବାର୍ଲାଗି ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କେ ଆପଣମାନେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍, କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିହାତି ଭାବରେ ଆମକୁ ଜଣାଉନ୍। ପୁଣି ଭେଟ ପାଇବା ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।